ଶିମ୍ବ ଆଳୁ ରାଇ ଏମିତି ଘରେ ବନେଇ ଖାଆନ୍ତୁ। ତ ଶିମ୍ବ ଆଳୁ ରାଇ କାହାକୁ ବା ଖାଇବାକୁ ଭଲ ନ ଲାଗେ। ଶୀତ ଦିନ ଆସିଗଲାଣି ତ ଏବେ ମାର୍କେଟକୁ ନୂଆ ନୂଆ ଶିମ୍ବ ଆସିଛି। ତ ଏଠି ମୁଁ ଜିରା ଆଉ ସୋରିଷ ଆଉ ଅଳ୍ପ ଟିକେ ଅଦା ଆଉ ରସୁଣ ଗୋଟା ଧନିଆ ମଧ୍ୟ ଟିକେ ଦେଇଛି। ତ ଏଠି ମସଲାକୁ ଫାଇନ୍ ପେଷ୍ଟ କରିଦେବା। ଫାଇନ୍ ପେଷ୍ଟ ଏଠି ରେଡ଼ି ହେଇଗଲା। ତ ଏଠି ମୁଁ ପରିବାକୁ କାଟି ନେଇଛି ଶିମ୍ବ ଆଉ ଆଳୁ ଲମ୍ବା ଲମ୍ବା ସାଇଜ୍ କରିକି। ଏଠି ମୁଁ କଡ଼େଇରେ ତେଲ ଦେଇ ଦେଇଛି। ତା ତେଲ ଟିକେ ଗରମ ହେବାକୁ ଛାଡ଼ିଦେବା। ଭାତ ସହିତ ଯେକୌଣସି ରାଇ ଟିକେ ହେଲେ ବହୁତ ଭଲ ଲାଗିଥାଏ ଖାଇବାକୁ। ଆଉ ଖାଇବା ତ ଦୁଇ ଗୁଣା ବଢ଼ିଯାଏ। ତ ଏଠି ମୁଁ ପିଆଜ ଆଉ ଟମାଟୋ ଛୋଟ ଛୋଟ କରି କାଟି ଦେଇଛି। ଏଠି କଡ଼େଇରେ ମୁଁ ଟିକେ ସୋରିଷ ଫୁଟେଇ ଦେଇଛି। ସୋରିଷ ଫୁଟିଗଲା ପରେ ଆମେ ଅଳ୍ପ ଟିକେ ପିଆଜ ଦେଇଦେବା। ପିଆଜ ଲାଇଟ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଭାଜିବା ତାକୁ। ପିଆଜ ଭାଜିବା ଦ୍ୱାରା ତାର କଞ୍ଚା ସ୍ମେଲ୍ ପଳେଇ ଯାଇଥାଏ। ତ ଏଠି ପିଆଜ ଟିକେ ଲାଇଟ୍ ବ୍ରାଉନ୍ ହେଇଯାଇଛି। ତାପରେ ଆମେ ପରିବାକୁ ଛାଡ଼ିବା। ଏଠି ଅଳ୍ପ ସମୟ ପରିବାକୁ ଆମେ ଭାଜିବାକୁ ଛାଡ଼ିଦେବା। କାହିଁକିନା ପରିବାରେ ଯେଉଁ କଞ୍ଚା ଅଂଶଟା ଥାଏ ସେଟା ତେଲରେ ଭାଜି ହେଇଗଲା ପରେ ସେଟା ଏତେ ଆଉ କଞ୍ଚା ଲାଗେନି। ତ ତାପରେ ଆମେ ଟମାଟୋ ଦେଇଦେବା। ଟମାଟୋ ଦେଇ ସାରିଲା ପରେ ଆମେ 2 ମିନିଟ୍ ପାଇଁ ତାକୁ ଟିକେ ଫ୍ରାଏ କରିଦେବା। ଏଇଠି ଟିକେ ପରିବା ଭାଜି ହେଇଗଲାଣି। ତ ଆମେ ସେଥିରେ ହଳଦୀ ଗୁଣ୍ଡ ଆଡ଼୍ କରିଦେବା ଆଉ କାଶ୍ମୀରୀ ରେଡ଼୍ ଚିଲି ଆଡ଼୍ କରିଦେବା। ଯେହେତୁ ଆମ ଘରେ ଛୋଟ ପିଲା ଖାଉନାହାନ୍ତି ରାଗ, ସେଥିପାଇଁ ମୁଁ ରେଡ଼୍ ଚିଲି ପାଉଡ଼ର୍ ପକାଇଛି। ଆପଣ ଚାହିଁଲେ ରାଗ ପକାଇ ପାରିବେ। ତ ଏଠି ମୁଁ ମସଲାକୁ ଦେଇ ଦେଇଛି। ତ ଏଠି ମସଲାରେ ମୁଁ ଆଗରୁ ସ୍ୱାଦ ଅନୁସାରେ ଲୁଣ ଦେଇ ଦେଇଥିଲି, ଦେଖାଇ ପାରିନାହିଁ। ତାପରେ ଆମେ ଢାଙ୍କୁଣୀ ଦେଇଦେବା। 5 ମିନିଟ୍ ତାକୁ କଷିବାକୁ ଦେବା। ଏଠି ଢାଙ୍କୁଣା ଖୋଲିକି ମଝିରେ ମଝିରେ ଆପଣ ଚଲାଉଥିବେ, ନହେଲେ ଲାଗିଯାଇପାରେ ତଳେ। ତ ଆଉ ଟିକେ କଷି ହେବ ମୋତେ ଲାଗୁଛି। ତ ମୁଁ ଆଉ ଥରେ ଢାଙ୍କଣା ଦେଇଦେବି, ଆଉ ଟିକେ କଷିବାକୁ ଛାଡ଼ିଦେବି। ତ ଏଠି ଭଲସେ କଷି ହେଇଛି କି ନାହିଁ ମୁଁ ଢାଙ୍କଣା ଖୋଲିକି ଦେଖିଛି, ତ ଭଲସେ କଷା ହେଇଯାଇଛି। ତ ଦେଖନ୍ତୁ କେତେ ବଢ଼ିଆ ଲଟପଟା ହେଇଯାଇଛି, ପାଣି ମରିଯାଇଛି, ପାଣି ଟିକେ ହେଲେ ବି ନାହିଁ। ତ ଏହି ସମୟରେ ଆମେ ପାଣି ଆଡ଼୍ କରିଦେବା। ବେଶୀ ପାଣି ଆଡ଼୍ କରିବେନି, ଯେହେତୁ ଟିକେ କଷା ଟାଇପ୍ର ଜୁକଜୁକିଆ ଟାଇପ୍ର ରହିବ, ତ ଅଳ୍ପ ପାଣି ଦେବା। ଆଉ ମିଡ଼ିୟମ୍ ଫ୍ଲେମ୍ରେ ତାକୁ ବସେଇଦେବା ଢାଙ୍କୁଣି ଦେଇକି। ତ ଏଠି 5 ମିନିଟ୍ ଆମେ କଭର୍ କରିଦେବା। 5 ମିନିଟ୍ ପରେ ଢାଙ୍କଣା ଖୋଲିଦେବା। ତ ଏଠି ପୁରା ରେଡ଼ି ହେଇଯାଇଛି ଶିମ୍ବ ଆଳୁର ବେସର। ଗରମା ଗରମ ଭାତ ସାଙ୍ଗକୁ ଶିମ୍ବ ଆଳୁ ରାଇ କିମ୍ବା ବେସର ବଢ଼ିଆ ଜମିବ, ଭଲ ଲାଗିବ। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ୱେଲକମ୍ ଟୁ ବ୍ୟାକ୍ ମାଇ ଚ୍ୟାନେଲ୍ ଲକ୍ଷ୍ମୀ ପ୍ରିୟା ଓଡ଼ିଆ ବ୍ଲଗ୍କୁ। ତ ଏଠି ଗୋଟେ ପିଲା କହୁଛି ମୁଁ ଗୀତ ଗାଇବି। ରାତି 10ଟା ହେଲାଣି। ତ ଦେଖନ୍ତୁ, ଚାଲ ଦେଖିବା। ତ ଏଠି ଗୋଟେ ପିଲା ଗୀତ ଗାଇବ ବୋଲି କହୁଛି। କହିଲି ହଉ ଗା ଗୀତ। ଆଗେ ଆଗେ ବଳିଆ ପଛେ ପଛେ କାଳିଆ ମଝିରେ ହାରାଳି ବୁହି ଡାକ ଦିଏ ଯାଉକ ଦାଦ ସାରା ଭକ୍ତର ଚାଲେ ଗାଇ ଗାଇ ମନେ ମନେ ଖୋଜେ ଯେ କାଟରେ ତେଡ଼େ ଚାହିଁ ଆସିଛି କି ପୁରୀ ବୁଲିବୁ ଭଦାତା ମାଇ ମନ ମାଗି ଯାଏ। ସରିଗଲା ଗୀତ ଗା। ଚକା ଚକା ବାଉନି ମାମୁଁ ଘର ଯାଉନି, ମାମୁଁ ମତେ ମାଇଲେ ଦୁଧ ଭାତ ଖୁଆଇଲେ, ସୁନା ପିଲା ମୋହିରେ ମୋ ବାରେ କେହି ନାହିଁ ରେ। ଗୁଡ୍ ଗାର୍ଲ। ତ ଆଉ କଣ ଶିଖିଛୁ? ଆଉ ତ ଏଠି ତାକୁ ଟିକେ ଥଣ୍ଡା ହେଇଯାଇଛି, ସେଥିପାଇଁ କ୍ଲିୟର କହିପାରୁନି। କୁହ। ସଣ୍ଡେ, ମଣ୍ଡେ, ଟ୍ୟୁସଡେ, ୱେଡନେସଡେ, ଫ୍ରାଇଡେ,
थर्सडे कुआडे गला? थर्सडे